मु करुली रुक्मिणी परिणय जो पद गाई से दी पद गाई दे पाला शेष से पालार मूल्य कौन कहीं निरंजनपुर अनुष्ठान तुमको राति की 10-12 हजार लिखे दब अरे मंच उपरे जदि 20,000 टंका बही पाठ बाहरी न करि पारलो अच्छा तमे राति के 10-12 हजार केमती डिमांड करिवो अब तुम तो राति के 120 टंकार बही बाहरी करि पारुन तुमको अनुष्ठान कहीं केते पैसा दबो सत कथा तेणु पाला वाला सावधान होशियार होशियार पाला को पाला बाटरे नियो पिलाटा बढ़ी पाठ पढ़ी एपटे मगध राज्यर राजा ना हेला सुचंद्र सुचंद्र कन्यार ना हेला निर्मला अच्छा बापा बाहरी शिकार को जीवा पाई मृगया विनोद बास झील कहला बाबा 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 बापा मु तुम संगे जीवी अरे माँ बापा अरण्य भितरे बहुत हिंस्र जंतु पड़ती हाँ हाँ जीवन उपरे भरोसा नहीं तू मोर गोटे बोली झी तत्ते केमिति मु अरण्य को नहीं जीवी नाई बापा तुम्हें जिते जहाँ कहले बर मु तुम संगे आज जीवी एका जिद धरला निर्मला हाँ कहला बापा जहाँ भी मु हे जाऊ अच्छा मु तुम संगे जीवी बाध्य होला राजा अरण्य भीतर को जाउछि स्वागत वरेण्य सृजन राजन ये डाकंती ओलिनी कर घरे पदा नुआई पाद पे दूर करती जुहार अरण्यर शोभा बहुत रमणीय होइछि सुंदर देखा जाउछि बापा सांगेरे झियो जाउछि जाउछि अरण्यर शोभा केमिति होइछि देखि देखि कि जाउछि कवि सम्राट उपेन्द्र भंज 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 बहिएला वैदेही सविलास अच्छा धारिए कलम कले कहले बृहत भानु 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 बृहत भानु 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 बृहत भानु 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 प्रभाता पोनाही
ଅରଣ୍ୟର ଶୋଭା ଭିତରେ ବାସ୍ ରାଜା ସୁଚନ୍ଦ୍ର ଆଚ୍ଛା ନିଜର ଝିଅ ନିର୍ମଳାକୁ ଆଚ୍ଛା ସାଙ୍ଗରେ ନେଇକି ଯାଉଛନ୍ତି। ହଁ ହଁ ଏପଟେ ଅରଣ୍ୟ ଭିତରେ ବାସ୍ ସ୍ୱାଗତ କରି ରାଜାଙ୍କୁ ହଁ ହଁ ମୁନି ଋଷିମାନେ ଆଚ୍ଛା 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 ବେଦଧ୍ୱନି କରି ଦେବସ୍ତୁତି କରୁଥାନ୍ତି। ବାସ୍ ଓମ୍ ଶୁକ୍ଲାମ୍ବରଧର ବିଷ୍ଣୁ ଶଶିବର୍ଣ୍ଣଂ ଚତୁର୍ଭୁଜଂ ପ୍ରସନ୍ନବଦନ ଧ୍ୟାୟେ ସର୍ବବିଘ୍ନ ପ୍ରଶାନ୍ତୟେ ନୀଳାଦ୍ରୌ ଶଙ୍ଖ ମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥଂ ସର୍ବାଳଙ୍କାର ଯୁକ୍ତଂ ନବଘନ ରୁଚିରଂ ସଂଯୁକ୍ତ ଚାଗ୍ରଦେନ ଭଦ୍ରାୟା ବାମ ଭାଗ ରଥ ଚରଣ ଯୁକ୍ତଂ ବ୍ରହ୍ମରୁପେ ବନ୍ଦେ ଦେବାନାଂ ସାରମେକଂ ସକଳ ଗୁଣ ଯୁକ୍ତଂ ବ୍ରହ୍ମନାରୁ ସ୍ୱରାମି ଯୋଡ଼ିଏ ଚାପୁଡ଼ା ଦିଅନ୍ତି। ଆଜ୍ଞା ଖାଲି ବାପା ବୟସର ବୟସ ଲୋକ ଆଜ୍ଞା ଋଷି ମାନେ ପୁରା ସେଇ ଜାଗାରେ ସାରଙ୍କୁ ପଚାରିଦେଲ ହଁ ଶ୍ଲୋକ ଗାଇବୁ ଯଦି ଠିକରେ ନ ଗାଇ ପାରିବୁ ଆଜ୍ଞା କ'ଣ କରିବା ଆଉ ତାହେଲେ ଶ୍ଲୋକ ଗାଇ ଗାଉଛୁ। ବାସ୍ ଗୁରୁ ଚଣ୍ଡାଳ ଦୋଷ ଲାଗିବ ପୁଅ ଯୋଉଠି ବାପା ବୟସର ଲୋକ ତୁ ତତେ ଛାଡ଼ି ଦଉଛି। ଆଜ୍ଞା ନୃସିଂହ ହୋତା ପାଲାରେ ବାସ୍ କିଏ ଛକି ବସେଇ ଦେଇପାରେ, ହଁ ହଁ କିନ୍ତୁ ମୋ ଶ୍ରୋତା ମାନେ ଆଚ୍ଛା ଜାଣନ୍ତି ନୃସିଂହ ହୋତାର ପାଲା କ'ଣ। ବାସ୍ ଭଗବାନ ଆଜ୍ଞା ମୁନି ଋଷି ବାବାଜୀ ମାନେ ଆଚ୍ଛା ପ୍ରଭୁଙ୍କର ନାମକୁ ବନ୍ଦନା କରୁଛନ୍ତି। ହଁ ହଁ ରାଜା ନିଜ ଝିଅକୁ ନେଇ ରଥ ଉପରେ ଯାଉଛି। ବାସ୍ ପୁଣି କ'ଣ ଠିଆ ହେଲୁ? ତ ଗୋଟେ ବଡ଼ ଗାଲୁଆଟା ଆଉ କ'ଣ? ସତ କଥା କାଲିଠୁ ତୁ ପେଣ୍ଡାଲକୁ ଆସିବୁନି। ନାଇଁ ମୁଁ ତତେ କହିଛି ଠିଆ ହେଇକି ଭଜନ ଗା ବୋଲି। ନାଇଁ ମ ମତେ ତ ସମୟ ନିଅଣ୍ଟ, ଆଉ କ'ଣ ତୁ କ'ଣ ବାରମ୍ବାର ଠିଆ ହେଇ ପଡୁଛୁ? ହଁ ମ ତାଙ୍କୁ ବହି ପାଉନି। ସିଏ ଶ୍ଲୋକଟେ ଗାଇ ଦଉଛି ମନ ଇଚ୍ଛା, ଇଏ ଭଜନଟେ ଗାଇ ଦଉଛି। ଓହୋ ଭାରି ଟାଣୁଆ ପାଳିଆ ରାଗ। ଯେ ପର୍ଯ୍ୟନ୍ତ ମୁଁ ନ କହିଛି ଭଜନଟେ ଗା ବୋଲି ବାସ୍ ସେ ପର୍ଯ୍ୟନ୍ତ କେବେ ଠିଆ ହବୁନି। ନାଇଁ 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 ତୁ ଯେହେତୁ ଜଣେ ସଙ୍ଗୀତକାର, ମୁଁ ତତେ ଅସମ୍ମାନିତ କରିବାକୁ ଯିବିନି। ନାଇଁ 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 ଠିଆ ହେଇଛୁ ମାନେ ପଦୁଟିଏ ଗାଇଦେ। ବାସ୍ କିନ୍ତୁ ଏତିକି ମନେ ରଖ, ହଁ ହଁ ମୁଁ ଯେ ପର୍ଯ୍ୟନ୍ତ ନ କହିଛି ଭଜନଟେ ଗା ବୋଲି ବାସ୍ ସେ ପର୍ଯ୍ୟନ୍ତ କେବେ ଉଠିବୁ ନାହିଁ। ଆଚ୍ଛା ନୃସିଂହ ହୋତା ପାଳିଆ, ନୃସିଂହ ହୋତା ପାଲାରେ କମେଡି ନାହିଁ, ଭଜନ ନାହିଁ, ନାହିଁ ଦୁରୁକ୍ତି ନାହିଁ, ବାସ୍ ଏକା ମାଧିଆ 32 ପଳ। ହଁ ହଁ 28 ବର୍ଷ ହେଇଗଲାଣି ଆଉ ମୁଁ କାହାକୁ ଠିଆ କରି ଦେଇନି ମଞ୍ଚରେ। ନାଇଁ 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 ଶହେ ହାଣ୍ଡି ନିଜ ଗୋଡ଼ରେ ନିଜେ ଠିଆ ହେଇ ଓଡ଼ିଶାରେ ନାଁ କମେଇଛି। ବେଶ୍ ହଉ ଗା କେତେ ଦିନ? ଏଇ ବର୍ଷ ତ ମୁଁ ପାଲାର ଶେଷ ଜୀବନ। ଆଜ୍ଞା ଆଜ୍ଞା ମୁଁ ସବୁ ମଞ୍ଚରେ କହି ଆସୁଛି, ଆଉ ଆର ବର୍ଷଠୁ ପାଲା ଗାଇବିନି। ଶରୀର ଅସୁସ୍ଥ ହେଲାଣି, ବାସ୍ 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 ବସା ଘରୁ ଆଉ ଉଠି ପାରୁନି। କ'ଣ କରିବା ଅନବର୍ତ ପଡ଼ି ରହିଛି। ଗାଡ଼ି ଆକ୍ସିଡେଣ୍ଟ ପରଠାରୁ ଆଚ୍ଛା ଦୈବ ମୋତେ ପାଲା ଜଗତରୁ ଧୀରେ ଧୀରେ ଭିନ୍ନ କରି ସାରିଲାଣି। ଓହୋ କ'ଣ କରିବା ଆଉ ଠିଆ ହେଇଛୁ ପଦେ ଗାଇଦେ। ଭାବେ ଭନ୍ତି ବସ ପୁରୁଷା ଭକତ
ভকত ভাবে কাররে নাহি নিষ্কামরে তাই অকারণে দায়ী চিন্তামণি দায়ী সকামরে নাহি সকামরে তাই আহা সকামরে নাহি সত্যবতনে পরকাশ শূন্য পুরুষ ভকত ভাবে ভকত কি মন্ত্র পড়িতাম কি গুরু করিতাম আহা কি মন্ত্র পাইছ কি গুরু করিছ কি মন্ত্র পাইতাম কি গুরু করিতাম কি গুরু করিছ পূর্বরু কর্ণা উপদেশ শূন্য পুরুষ ভকত ভাবে মাতা গর্ভে প্রভু দেইতাম দিশাবু আহা মাতা গর্ভে প্রভু এই ছন্দিশা মাতা গর্ভে প্রভু দেইতাম দিশাবু আপনা সুখে গলা নাশ শূন্য পুরুষ ভকত আসিয়াছি জীবা ইতি নাই রে বা আসিয়াছি দিবা কিছু নাহি নেব রহিব যশ পদশ শূন্য পুরুষ ভকত ভাবে কয়ে বিমকান্ধা প্রভুଙ୍କୁ ননিন্দা সে পাদ মহিমা শেষ শূন্য
କହିଲା ପରମ ପୁରୁଷ ହରି ପରମ କାରଣ ଭକତ ଭାବେ ହୁଅନ୍ତି ବସ ପୁରୁଷ ଏଥିପାଇଁ ବୋଲାଇଛ ପ୍ରଭୁ ସତ୍ୟ ନାରାୟଣ ଭକତ ଭାବେ ହୁଅନ୍ତି ବସ ବାପାଙ୍କ ସଙ୍ଗେ ବନକୁ ଯିବା ପାଇଁ ଜିଦି ଗଲା ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ ସୁଚନ୍ଦ୍ର ରାଜା ଆଗରେ ନିର୍ମଳା କହିଲା ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ ଶେଷେ ରାଜା ନ କରି ପାରିଲେ ତାଙ୍କୁ ବାରଣ ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ ବାପା ସଙ୍ଗତରେ କନ୍ୟା ଚଳିଲା ଅରଣ୍ୟ ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ ସହଜେ ସେ ଗ୍ରୀଷ୍ମ ଋତୁ ଟାଇ ଟାଇ ଖରା ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ ଶେଷେ ନିର୍ମଳାକୁ ଶୋଷ ହୋଇଗଲା ପରା ଭକତ ଭାବେ ବସ ଶୂନ୍ୟ ପୁରୁଷ ବୋଇଲା ବାପା ହେ ମତେ ତୃଷ୍ଣା ହେଲା ଜାଣି ଭକତ ଭାବେ ହେଲା ବସ ଶୂନ୍ୟ ପୁରୁଷ ସହି ନ ପାରିବି ବାପା ଦିଅ ଟିକେ ପାଣି ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ କନ୍ୟା ପାଇଁ ବାପା ଖୋଜିଲା ଯେ ଜଳାଶ୍ରୟ ଭକତ ଭାବେ ହୁଅନ୍ତି ବସ କେଉଁଠାରେ ଜଳ ଟିକେ ନ ପାଇଲା ଥୟ ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ ଶେଷରେ ଦେଖିଲା ଏକ ଋଷିର ଆଶ୍ରମ ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ ପାଦ ଧରି ରାଜା ତାଙ୍କୁ କରିଲା ପ୍ରଣାମ ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ ପାଦ ଧରି ଅନୁନୟ କରୁଅଛି ଜାଣି ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ ମୋ କନ୍ୟାକୁ ତୃଷ୍ଣା ହେଉଛି ଦିଅ ଟିକେ ପାଣି ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ ଏହିଠାରେ ଋଷିବର ଡାକିଲେ ଶିଷ୍ୟଙ୍କୁ ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ କିଏ ଅଛରେ ଆଣି ଜଳ ଦିଅ ଟିକେ ଆଙ୍କୁ ଭକତ ଭାବେ ହୁଅନ୍ତି ବସ ଶୂନ୍ୟ ପୁରୁଷ କୁମ୍ଭକର୍ଣ୍ଣ ପୁଅ କୁମ୍ଭଧର ପାଠ ପଢୁଥିଲା ଭକତ ଭାବେ ସୁତରସ ଶୂନ୍ୟ ପୁରୁଷ ଜଳ ଘଟ ଧରି ରାଜା ପାଖକୁ ଆସିଲା ଭକତ ଭାବେ ଭକ୍ତି ରସ ଶୂନ୍ୟ ପୁରୁଷ ର ଆଜ୍ଞା।